ପିଲାମାନେ ଆଜିର ଭିଡ଼ିଓ ସମ୍ପୂର୍ଣ୍ଣ ଭାବରେ ତମର କ'ଣ ନା +3 ର 5 ସେମିଷ୍ଟାର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ବହୁତ ହି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକିନା ପିଲାମାନେ ତ ଅନେକ ସାରା ପିଲାମାନେ କମେଣ୍ଟ ସେକ୍ସନ ଲେଖୁଛନ୍ତି ସାର୍ ଆମେ ବିଚିତ୍ର ବିଷୟର ଆମେ କିଛି ବି ବୁଝିପାରୁନୁ। ନା ତୁମର କ'ଣ ଦେବକାନ୍ତ ବିଷୟଙ୍କର ବିଚିତ୍ର ବିଷୟ ବା ତୁମର DSC 2 ର ୟୁନିଟ୍ 4 ତ ସେଇଠି ଅନେକ ପିଲାମାନଙ୍କର ମନରେ ଅନେକ ସାରା ଦୁର୍ବଳତା ଦେଖାଯାଏ ହେଲା। ମାନେ ସର୍ଟ କ୍ୱେଶ୍ଚନ୍ ଆସୁ ଲଙ୍ଗ କ୍ୱେଶ୍ଚନ୍ ଆସୁ ପିଲାମାନଙ୍କର ଏଇ ବିଷୟଟା ନେଇ ସବୁଠୁ ଡର ଥାଏ। ତ ପିଲାମାନେ ଫାଷ୍ଟ କଥା ତ ମୁଁ ଗୋଟେ କଥା କହି ରଖୁଛି ଯେ ତୁମମାନଙ୍କର ଏକ୍ଜାମ କୁ ଅଧିକ ଦିନ ନାହିଁ। ଫାଷ୍ଟ ତୁମମାନେ କେମିତି କେତେ ସମୟ ଏଫର୍ଟ ଦଉଛ କି ନାହିଁ ମାନେ କେତେ ସମୟ ପଢ଼ାରେ କେତେ ସମୟ ପଢ଼ୁଛ ତ ସେଗୁଡ଼ା ମୁଁ କିଛି ଦେଖିପାରୁନି କି ତୁମମାନଙ୍କୁ। ତ ପିଲାମାନେ ମୋର ଯେତିକି କର୍ତ୍ତବ୍ୟ ମୁଁ ତ ତୁମମାନଙ୍କୁ ସବୁ ଦେଇଦେଉଛି। ଯେମିତି ତୁମର କିଛି ପିଲାମାନେ କନଭରସେସନ ଜଣେଇଲେ ତାଙ୍କ ପାଇଁ 2020 ରୁ 2025 ପର୍ଯ୍ୟନ୍ତ ଆମେ କ୍ୱେଶ୍ଚନ୍ ବି ସମ୍ପୂର୍ଣ୍ଣ ଭାବରେ ଆଲୋଚନା କଲେ ହେଲା। ଏକ୍ଜାମରେ କେମିତି କ'ଣ କ୍ୱେଶ୍ଚନ୍ ଆସିବ କ୍ୱେଶ୍ଚନ୍ ପ୍ୟାଟର୍ନ ଦେଖିଲେ ତା ସହିତ তোমার প্রতিটি ইউনিট ওয়াইজ হল তোমার ডিএসসি হোক কি কোর পেপর হোক তো প্রতি ইউনিট্রু তোমার সর্ট কোশ্চেন লং কোশ্চেন সবুগুড়িক ভিডিও আসি সারিলা বাকি লা তোমার বিচিত্র বিষয় হল। তারপরে মানে বিচিত্র বিষয়টি তো মু দেখিছি হল 2-3 জন সেমতি কমেন্ট সেকশনে লিখিলে তারপরে অনেক সারা আগর বি সেমতি লিখিলে পিলামানে। তো দেখুন মু কাহিঁকি আলোচনা করুনলি না ইয়ার কোণী টাইপ্র নোট কিছু নি মানে বর্তমান না মো পাখে এটা যেটা আলোচনা করছে এটা তুমি রেনবোর হল তো তেমনি গাইড্রু পিলামানে এতে তোমানে পুরো ডিটেলিং টাইপ্র বুঝিপার না হল। তো ସେଥିପାଇଁ ତୁମମାନଙ୍କ ପାଇଁ ଆଲୋଚନା କରୁନଥିଲି। ତ ପିଲାମାନେ ପାଖରେ ତ ଥିଲା ତୁମକୁ ତ ପିଲାମାନେ ତୁମମାନେ +3 ପିଲା ହେଇଗଲେ ତୁମକୁ ବାଡ଼ିଆ ପିଟା କରିକି କ'ଣ ପଢ଼ କରିକି ସେମିତି କ'ଣ ପଢ଼େଇ ହେବ କି ତ ସେମିତି ତ ହେବନି। ତ ସେଇଟା ଇମ୍ପସିବୁଲ୍। ତ ସେଥିପାଇଁ କହୁଛି ତ ତୁମେ ନିଜେ ପଢ଼ାରେ ଟିକେ କ'ଣ ନିଜର ଟିକେ ଏଫର୍ଟ ଦିଅ ତାହେଲେ ତୁମମାନେ ଭଲ ରେଜଲ୍ଟ କରିପାରିବ ହେଲା। ହଉ ତ ଚାଲନ୍ତୁ ଆମେ କ'ଣ ଟିକେ ଆଲୋଚନା କରିବା ଯାହା ବି କିଛି ଅଛି ଆଉ କି ନୋଟ୍ ତ ମିଳିଲାନି ତ ହେଲେ ବି ତୁମମାନେ ବୁଝିପାରିବ ହେଲା। କାହାକୁ କିଛି ବ୍ୟସ୍ତ ନାହିଁ ଯେମିତି ବୁଝେଇବି ତୁମମାନେ ବୁଝିପାରିବ। ଆସିଲା ଲେଖକ ପରିଚୟଟା ଆମେ ଟିକେ ଜାଣିବା ହେଲା। ଦେଖନ୍ତୁ ଡକ୍ଟର ଦେବକାନ୍ତ ମିଶ୍ର ଓଡ଼ିଆ ସାହିତ୍ୟରେ ବିକାଶର ଜଣେ ଅପ୍ରତିଦ୍ୱନ୍ଦୀ ସ୍ରଷ୍ଟା ଥିଲେ ଏବଂ ସେ 1939 ମସିହା ମାର୍ଚ୍ଚ ମାସ 5 ତାରିଖରେ ଜନ୍ମ ହୋଇଥିଲେ ବା ସେତିକି ହେଲା। ସେ କେଉଁଠି ଜନ୍ମ କରିଥିଲେ সেটা কিছু লেখিবার আবশ্যকতা না খালি তোমার লিখব তার মସିହାটা কেতেরে সে জন্মগ্রহণ করে এবং সে মানে যে কোণ যেমতি এটা যে বিচিত্র বিষয় উপন্যাসটা এ কেতে মସିହାରେ প্রকাশ পাইছিল সেটা লিখব তা সহিত মানে সেতিকি লিখিবার আছে আউ পরিচয় মানে আবুল তাবুল কিছু লিখবনি হল আর কিছু সৃষ্টি সম্ভার গুড়িক লিখিদেবার আর বাকি যেতে অছে এগুলা কিছু লিখিবার আবশ্যকতা না হল। যেতিকি কইছি সেতকি মানে যেকোন সেটা মু লং কোশ্চেন কথা কହୁছি হল। যদি আসলে তোমার সর্ট কোশ্চেন সেটা অলগা কথা মু কହୁছি লং কোশ্চেন তুমি কেমিতি লিখব তাঙ্কর কিছু প্রবন্ধ সকরণ আসব কিংবা সৃষ্টি সম্ভার বিষয়ে তুমি অনেক গুটে লিখিপার যেমতি কোণ পিলামানে আম পৃথিবী কেটে সুন্দর শিক্ষার অভিমুখ্য বিজ্ঞানর দৃষ্টিকোণ ହେଲା। ଚାଚା ନେହେରୁଙ୍କର ଦୃଷ୍ଟିରେ ଆମ ଦେଶ ପାଇଁ ବିଜ୍ଞାନ ଇତ୍ୟାଦି ଯେଉଁ ତାଙ୍କର ସୃଷ୍ଟି ଗୁଡ଼ିକ ଅଛି ଏ ସୃଷ୍ଟିରୁ ତୁମମାନେ ବାଛିକି ଲେଖିପାରିବ ହେଲା। କିଛି ନାହିଁ ତୁମମାନେ ପ୍ରାୟତଃ ମନେ ରଖିଦିଅ ତୁମେ ସବୁ ମନେ ରଖିତେ ହେବନି 4ଟାରୁ 5ଟା ମନେ ରଖ ବାସ୍ ସେତିକି ଲଙ୍ଗ କୋଶ୍ଚେନ୍ ଲେଖିଦେବ। ତାଙ୍କର କିଛି ସୃଷ୍ଟି ସମାର ଗୁଡ଼ିକ ଲେଖିବ ଏବଂ ଯଦି ଜୀବନୀ ପାରିବ ତ ଏଇଠି ଜୀବନୀ ଗୁଡ଼ିକ ଅଛି ଜୀବନୀ ଲେଖିବ ହେଲା ବାସ୍ ସେତିକି। ତାପରେ ତୁମର ବିଚିତ୍ର ବିଷୟ ପୁସ୍ତକ ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା କ'ଣ ଅଛି ହେଲା। ଦେଖ ସବୁବେଳେ ଧ୍ୟାନ ସହିତ ଦେଖ ବିଚିତ୍ର ଏ ବିଷୟ ଦେବକାନ୍ତ ମିଶ୍ରଙ୍କର ଏକ ଅନବାଦ୍ୟ ଲୋକପ୍ରିୟ ବୈଜ୍ଞାନିକ ଗ୍ରନ୍ଥମାଳା। ତୁମର କେତୋଟି ଏଠାରେ ପରିଚ୍ଛେଦ ଅଛି ସରି କେତୋଟି ଅଧ୍ୟାୟ ଅଛି ନା 8ଟି ଅଧ୍ୟାୟ ଅଛି ସମୁଦାୟ ହେଲା। 8ଟି ଅଧ୍ୟାୟ ସାରା ଆମେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା କ'ଣ କ'ଣ ଅଛି ହେଲା। ଆଲୋଚ୍ୟ ଗ୍ରନ୍ଥରେ ବିଶ୍ୱର ବିଭିନ୍ନ ଅଂଶର ସୂଚନା ପ୍ରଦାନ ସହିତ ଆକାଶମଣ୍ଡଳ ଓ ନକ୍ଷତ୍ର ରାଜ୍ୟର ପରିଚୟ ଦେଇଥାନ୍ତି କିଏ ନା ତାଙ୍କର ଯେଉଁ ବିଚିତ୍ର ବିଷୟ ଦେବକାନ୍ତ ମିଶ୍ରଙ୍କର ସିଏ ଆକାଶମଣ୍ଡଳ ଏବଂ ନକ୍ଷତ୍ର ମାନଙ୍କର ମଧ୍ୟ ପରିଚୟ ଦେଇଛନ୍ତି ହେଲା। ତତ୍ ବ୍ୟତୀତ ଦିନ ରାତି ଏବଂ ଋତୁ ପରିବର୍ତ୍ତନ କାରଣ କର ଆମ ଯେଉଁ ଋତୁ ଗୁଡ଼ିକ କାହିଁକି ମାନେ କେମିତି ପରିବର୍ତ୍ତନ ହେଉଛି ତ ତାହା ଆମେ ଜାଣିଛେ କେତେରୁ ନା 6ଠ କ୍ଲାସ୍ ଆମେ ଜାଣିଛେ। ତଥାପି ଏଟା ମାନେ ପୁରା ଡିଟେଲ୍ସ ଭାବରେ କହିଛନ୍ତି ଦେବକାନ୍ତ ମିଶ୍ର ତାଙ୍କର ଉପନ୍ୟାସ ମାଧ୍ୟମରେ ତ ସେଇଟା ଆମେ ଜାଣିବା। ଏବଂ ଧୂମକେତୁ ଓ ଉଲ୍କାପିଣ୍ଡ ମାନଙ୍କର ସ୍ଥିତି ଓ ଅବସ୍ଥିତି ସମ୍ପର୍କରେ ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ବିଶ୍ଳେଷଣ କରିଛନ୍ତି। ମୁଖ୍ୟତଃ ଆମେ ବାସ କରୁଥିବା ବିଶ୍ୱରେ ଜୀବଜଗତ ସମ୍ଭବର କାରଣ ଏବଂ ବୁଦ୍ଧିମାନ ମନୁଷ୍ୟ ଜନ୍ମ ନେବାର କାରଣ ଆମ ବିଶ୍ୱରେ କାହିଁକି ବୁଦ୍ଧିମାନ ବ୍ୟକ୍ତିମାନେ ଜନ୍ମ ନେଇଛନ୍ତି ତ ସେଇ ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି ହେଲା। ସେଗୁଡ଼ା ଚାଲନ୍ତୁ ଆମେ ଆଲୋଚନା କରିବା। ତମ ପ୍ରଥମ ଅଧ୍ୟାୟଟା କ'ଣ ଅଛି ନା ଅନ୍ତରାଷ୍ଟ୍ରୀୟ ସୌରବର୍ଷ କେତେରେ ନା ତୁମର 2008ରେ ହେଲା 2008 ମସିହାରେ ତୁମର ଅନ୍ତରାଷ୍ଟ୍ରୀୟ ସୌରବର୍ଷ ଯେଉଁ ପାଳନ କରାଯାଇଥିଲା ଏଥିରେ ଲେଖକ 2008 ମସିହାର ଅନ୍ତରାଷ୍ଟ୍ରୀୟ ସୌରବର୍ଷ ଉପରେ ଆଲୋକପାତ କରିଛନ୍ତି। ସେ କ'ଣ କହିଛନ୍ତି ନା 2008 ମସିହାକୁ ଅନ୍ତରାଷ୍ଟ୍ରୀୟ ସୌରବର୍ଷ ଭାବରେ ପାଳନ କରାଯାଇଛି ଏବଂ ଦେଖନ୍ତୁ ଆମର ସୌରମଣ୍ଡଳର କ'ଣ କହିବି ଆମର ଯେଉଁ ସୂର୍ଯ୍ୟ ଅଛି ସୂର୍ଯ୍ୟ କ'ଣ କୁହାଯାଏ ନା ସେ ଗୋଟେ ପ୍ରଖଣ୍ଡ ଶକ୍ତିର ଉତ୍ପାଦନ କରିଥାଏ ତେଣୁ ତାହାକୁ କୁହାଯାଏ ବିଭିନ୍ନ ମଣ୍ଡଳର ମଧ୍ୟରେ ସବୁଠୁ ମେନ୍ କିଏ ନା ମାନେ ଦେଖନ୍ତୁ ଆମର ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବା ସବୁ ମଣ୍ଡଳ ଭିତରୁ ମେନ୍ ଯେଉଁଟାକି କୁହାଯାଇଥାଏ ହେଲା। ତ
ତାପରେ କ'ଣ ଏହି ପ୍ରବନ୍ଧଟିରେ ତତ୍ସମ୍ପର୍କିତ ସଂକ୍ଷିପ୍ତ ଆଲୋକପାତ କରାଯାଉଛି। ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର କହିବାର କାରଣ ସୂର୍ଯ୍ୟର ବିଭିନ୍ନ ମଣ୍ଡଳ ଗୁଡ଼ିକ ଅଛି। କ'ଣ କ'ଣ? ଗୋଟେ ହେଲା ସୌର କେନ୍ଦ୍ର, ସୌର ଅଭ୍ୟନ୍ତର, ଆମର କ'ଣ ନିକ୍ଲିଆର ସଂଯୋଜନ, ସୌରକରଙ୍କର ଏବଂ ସୌର କଳଙ୍କର ଆବିର୍ଭାବ ଓ ବିଲୟ ଚକ୍ର, ଭ୍ୟାନ୍ ଆଲେକ, ବିକିରଣ ବଳୟ, ଉତ୍ତର ଓ ଦକ୍ଷିଣ କିରୀଟି ଏବଂ କ'ଣ କିରୀଟୀୟ ବସ୍ତୁତ୍ୱ ବହିଷ୍କରଣ ଆଦିର ବର୍ଣ୍ଣନା ରହିଛି। ଏତଦ୍ବ୍ୟତୀତ ସୂର୍ଯ୍ୟଠାରେ ଅବିରତ ଭାବରେ କିପରି ପ୍ରଚଣ୍ଡ ଶକ୍ତିର ଉତ୍ପାଦନ ସମ୍ଭବ ହେଉଛି ତାହା ସମ୍ପର୍କରେ ଲେଖକ ଏହି ପ୍ରବନ୍ଧରେ ବିଶଦ ଭାବରେ ଆଲୋଚନା କରିଛନ୍ତି ଏବଂ ମହାକାଶକୁ ବିଭିନ୍ନ ସମୟରେ ପଠାଯାଇଥିବା ମହାକାଶ ଯାନର ସୂଚନା ମଧ୍ୟ ଲେଖକ ଏହି ପ୍ରବନ୍ଧରେ ପ୍ରଦାନ କରିଛନ୍ତି। ତ ପିଲାମାନେ ଏଇଟା ଯେଉଁ ତୁମର ପ୍ରଥମ ଅଧ୍ୟାୟଟି ଥିଲା କ'ଣ 2008 ମସିହା ଯେଉଁ ଅନ୍ତରାଷ୍ଟ୍ରୀୟ ସୌର ଦିବସ ଥିଲା ତ ସେ ବିଷୟରେ ସେ ଆଲୋଚନା କରିଛନ୍ତି। ତ ପିଲାମାନେ ଯଦି ତୁମମାନେ କିଛି ଡିଟେଲିଂ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତ ଦେଖେ ଯେଉଁ ନୋଟ୍ ଗୁଡ଼ିକ ଯଦି ଯେଉଁ ପିଲାମାନଙ୍କର ଅଛି ସେ କମେଣ୍ଟ ସେକ୍ସନରେ କୁହନ୍ତୁ, ସେ ହ୍ୱାଟ୍ସଆପ୍ରେ ପଠାଇ ଦିଅନ୍ତୁ ଯାହାଦ୍ୱାରା ସମସ୍ତ ପିଲାମାନେ ବୁଝିପାରିବେ ହେଲା। ତ ୟାର ଯେଉଁ ମାନେ ପୁରା ଡିଟେଲ୍ସ ଚାପରେ ୟାର ଏଇଟା ବହିଟି ମାନେ ମିଳିଲାନି ପିଡିଏଫ୍ଟା, ନହେଲେ ପଢ଼ି ଦେଇଥାନ୍ତେ ତୁମକୁ। ଦ୍ୱିତୀୟ ଅଧ୍ୟାୟରେ ରହିଥିବା ପ୍ରବନ୍ଧର ନାମ ହେଉଛି କ'ଣ ଆମ ନିର୍ଣ୍ଣୟାତ୍ମକ ବିଶ୍ୱ ହେଲା। ସେଠାରେ କ'ଣ ଅଛି ନା ଉପର ଠାଉରିଆ ଭାବରେ ନଜରପାତ କରିବା ଦ୍ୱାରା କ୍ୱାଣ୍ଟମ୍ ଜଗତ ଯାଦୃଚ୍ଛିକ ପ୍ରକୃତି ସମ୍ପନ୍ନ ହୋଇଥିବାର ଜଣାପଡ଼ୁଥିଲେ ହେଁ ଏହା ନିଜଠାରେ ଏକ ଅଦ୍ଭୁତ ଧରଣର ଶୃଙ୍ଖଳାକୁ ଲୁକାୟିତ ରଖିଥାଏ ଏବଂ ବିଶ୍ୱର କ୍ରିୟାଶୀଳତାକୁ ପୋଷାକର ଭାବରେ ବିଚାର କରିବାର କୌଣସି ଯଥାର୍ଥତା ନାହିଁ ଏବଂ କ୍ୱାଣ୍ଟମ୍ ଜଗତ ପ୍ରତି ଅତି ନିବିଡ଼ ଭାବରେ ଦୃଷ୍ଟିପାତ କରିବା ଦ୍ୱାରା ଆମେ ଜାଣିପାରିବା ଯେ କ'ଣ ନା ପ୍ରୀତୀୟମାନ ଯାଦୃଚ୍ଛିକତା ବାସ୍ତବତାର ପରିଚୟକ ହୋଇନାହିଁ। କ୍ୱାଣ୍ଟମ୍ ତତ୍ତ୍ୱର ଅପରିହାର୍ଯ୍ୟ ଭୂମିକା ଯୋଗୁଁ ବିଶ୍ୱ ଏପରି ଅଣନିର୍ଣ୍ଣୟାତ୍ମକ ପ୍ରକୃତି ପ୍ରଦର୍ଶନ କରୁଛି ଯେ ବିଶ୍ୱର ଏପରି ଅଣନିର୍ଣ୍ଣୟାତ୍ମକ ପ୍ରକୃତିର କାରଣ ଜାଣିବା ପାଇଁ ବିଜ୍ଞାନର ଚେଷ୍ଟା କ'ଣ କରିଆସୁଛନ୍ତି। ତାପରେ ଆସିଲେ ଦେଖନ୍ତୁ ତାଙ୍କର କ୍ୱାଣ୍ଟମ୍ ତତ୍ତ୍ୱ ବିଷୟରେ ହେଲା। କ୍ୱାଣ୍ଟମ୍ ତତ୍ତ୍ୱ ନିର୍ଣ୍ଣୟବାଦ ଏବଂ ଏଥିପାଇଁ ଗୃହୀତ ହୋଇଥିଲେ ମଧ୍ୟ ବିଭିନ୍ନ ଶତାବ୍ଦୀର ଏବଂ ଦ୍ୱିତୀୟ ଦଶକରେ ଏହି ଦୁଇ ତତ୍ତ୍ୱ ମଧ୍ୟରେ ତର୍କ ବିତର୍କ ସୃଷ୍ଟି ହୋଇଥିଲା। ତା ସହିତ ଯେଉଁ ବିକଳ୍ପ କ୍ୱାଣ୍ଟମ୍ ତତ୍ତ୍ୱ ଗୁଡ଼ିକ ଥିଲା ତା ଭାବରେ ବହନୀୟ ଯାନ୍ତ୍ରିକର ଅନୁଧାବକ ଓ ଏହି ଯାନ୍ତ୍ରିକୀ ଅନୁଯାୟୀ ବସ୍ତୁକଣିକା ଗୁଡ଼ିକର ସ୍ଥାନ କାଳ ମାଧ୍ୟମରେ ଗତିଶୀଳ ହେବା ଆଦି ଏହି ପ୍ରବନ୍ଧରେ ବର୍ଣ୍ଣିତ ହୋଇଥାଏ। କ୍ୱାଣ୍ଟମ୍ ରହସ୍ୟମୟତା କିପରି ଅଣରହସ୍ୟମୟ ମାର୍ଗରେ ସୃଷ୍ଟି ହୋଇବାରେ ଲୁଇ ଦେ ବ୍ରୋଗଲି ଓ ଡେଭିଡ୍ ବୋହମଙ୍କ ଦ୍ୱାରା କ୍ୱାଣ୍ଟମ୍ ଯାନ୍ତ୍ରିକର ବ୍ୟାଖ୍ୟା ପ୍ରଦାନ, କ୍ୱାଣ୍ଟମ୍ ଅଣସନ୍ତୁଳନକୁ ଚିହ୍ନିବା ପାଇଁ ଭିନ୍ନ ସତ୍ୟ ଆଦିର ବିସ୍ତୃତ ବର୍ଣ୍ଣନା ଏଥିରେ ରହିଛି। ତାପରେ ତୃତୀୟ ଅଧ୍ୟାୟ ବିଷୟରେ ଜାଣିବା। ତ ପିଲାମାନେ ଏଟା ତୁମେ ବହୁତ ହିଁ ସର୍ଟରେ ଦେଇଛି, ବହୁତ ସର୍ଟରେ। ତ ପିଲାମାନେ ଏଟା ଯଦି କିଛି ପିଲାମାନେ ଯେଉଁ ପିଲାମାନେ ନୋଟ୍ରେ ଲେଖି ନାହାନ୍ତି ତ ସେଇ ପିଲାମାନଙ୍କ ପାଇଁ କ'ଣ ସେମାନେ ନୋଟ୍ ଲେଖିପାରିବେ। ଯଦି କିନ୍ତୁ ଏଇଟା ବୁଝିବା ପାଇଁ ଟିକେ ତୁମମାନଙ୍କ ପାଇଁ ଡିଫିକଲ୍ଟ ହେଉଥିବ, ମୁଁ ବି ବୁଝୁଛି କାହିଁକିନା ଏତେ ସର୍ଟରେ ଅଛି ତ ମୁଁ ବି ଆଉ କିଛି କହିପାରୁନି ତୁମମାନଙ୍କୁ କିଛି ହେଲା। ମାନେ ଟିକେ ବଡ଼ ହେଇଥିଲେ ସେମାନେ ତୁମକୁ କହିଥାନ୍ତି। ତାହେଲେ ଆମ ବିଶ୍ୱ ଏପରି ବିଚିତ୍ର ରୂପ ଧାରଣ କଲା କିପରି ଏବଂ ବିଶ୍ୱର ରହସ୍ୟ ଉନ୍ମୋଚନ ବ୍ୟାପାରରେ ଫିତା ତତ୍ତ୍ୱମାନଙ୍କ ଦ୍ୱାରା ପ୍ରଦତ୍ତ ଅଭିନବ ଦିଗ୍ଦର୍ଶନ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ବସ୍ତୁ ପାଇଁ ପ୍ରଯୁଜ୍ୟ ତତ୍ତ୍ୱ ବା କ'ଣ ଥିଓରି ଅଫ୍ ଏଭ୍ରିଥିଙ୍ଗ ଏବଂ ଫିତା ତତ୍ତ୍ୱ କ'ଣ କରାଯାଏ ନା ଷ୍ଟ୍ରିଙ୍ଗ ଥିଓରି ଏବଂ ଘେର କ୍ୱାଣ୍ଟମ୍ ମହାକର୍ଷଣ ଯେଉଁଟାକି ଲୁପ୍ କ୍ୱାଣ୍ଟମ୍ ଗ୍ରାଭିଟି ଆଦିର ଗୁରୁତ୍ୱପୂର୍ଣ୍ଣ ସମ୍ବନ୍ଧରେ ଆଲୋଚନା ଏଥିରେ ହୋଇଛି। ଏତଦ୍ବ୍ୟତୀତ କାଲାପି ଆଉ ବହୁବିଧତା ପଦ୍ଧତି ୟୁରଲ୍ ସଂଖ୍ୟାର କାର୍ଯ୍ୟକାରିତା ଏହି ପ୍ରବନ୍ଧରେ ଆଲୋଚିତ ହୋଇଥାଏ। ତାପରେ ଆସିଲା ଚତୁର୍ଥ ଅଧ୍ୟାୟ ହେଲା। ଆଉ ମାତ୍ର 4ଟା ଅଛି, ଟିକେ ଖାଲି ଦେଖନ୍ତୁ ଲଙ୍ଗ କ୍ୱେଶ୍ଚନଟା ଯେଉଁମାନଙ୍କ ନୋଟ୍ ଲେଖିବ ତାଙ୍କ ପାଇଁ ଏ ଭିଡ଼ିଓଟି ମେନ୍ ହେଲା, ସେମାନେ ଲେଖିପାରିବ। ତାପରେ କ'ଣ ଅଛି ବିଶ୍ୱପକ୍ଷରୁ ପ୍ରତିବସ୍ତୁର ସମ୍ପୂର୍ଣ୍ଣ ବିଲୟ ସଂଗଠିତ ହେଲା କିପରି ଏବଂ ବିଶ୍ୱପକ୍ଷରେ ବସ୍ତୁର ସ୍ଥାୟିତ୍ୱ ବଳବତ୍ତର ରହିଥିବା ସତ୍ତ୍ୱେ ପ୍ରତିବସ୍ତୁର ସମ୍ପୂର୍ଣ୍ଣ ବିଲୟ ଘଟିଛି। ଏପରି ଘଟଣା ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ରହସ୍ୟମୟ ଓ ବିସ୍ମୟ ଦୀପକ ଗୋଟେ ପ୍ରକାରର ଅଭିକ୍ରିୟାତ୍ମକ ଗବେଷଣାର ଏହି ରହସ୍ୟର ଉନ୍ମୋଚନ କରିବା ସମର୍ଥ ହୋଇଛନ୍ତି ବୋଲି କେତେଜଣ ପଦାର୍ଥ ବିଜ୍ଞାନୀ ଦାବି କରିଥାନ୍ତି ଏବଂ ବିଂଶ ଶତାବ୍ଦୀରେ ପଦାର୍ଥ ବିଜ୍ଞାନୀମାନେ ପ୍ରକୃତରେ ବିଦ୍ୟମାନ ମୌଳିକ କଣିକାରାଜି ଏବଂ ବଳ ଗୁଡ଼ିକର ପ୍ରକୃତି ସମ୍ବନ୍ଧରେ ବର୍ଣ୍ଣନା କରିବାକୁ କଣିକା ପଦାର୍ଥ ବିଭିନ୍ନ କ୍ଷେତ୍ରରେ ଷ୍ଟାଣ୍ଡାର୍ଡ ମଡେଲ ଶୀର୍ଷକ ସୌଧଟିକୁ ନିର୍ମାଣ କରିଥିବାରୁ ଏହି ବୈଜ୍ଞାନିକମାନଙ୍କର ବୌଦ୍ଧିକ ଅବଦାନ ଯୋଗୁଁ ସେଥିରେ ଫାଟ ସୃଷ୍ଟି ହୋଇଛି ଏବଂ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀମାନଙ୍କ ଦ୍ୱାରା ଉପସ୍ଥାପିତ ଅତ୍ୟାଧୁନିକ ସୃଷ୍ଟିକରଣମାନ ଏହି ଅଧ୍ୟାୟରେ ରହିଛି। ସିପି ଉଲ୍ଲଙ୍ଘନ, CDF, ତାପରେ କ'ଣ D0 ଅଭିକ୍ରିୟା, LHC ପ୍ରକଳ୍ପ ଆଦିର ବର୍ଣ୍ଣନା ଏହି ପ୍ରବନ୍ଧରେ ଲେଖକ
ଦେଇଛନ୍ତି। ତାପରେ ଆସିଲା ପଞ୍ଚମ ଅଧ୍ୟାୟରେ ଥିବା ପ୍ରବନ୍ଧର ନାମ ହେଉଛି, ଏଇଟା ପଞ୍ଚମ ଅଧ୍ୟାୟ ଆସିଲା ସମଗ୍ର ବିଶ୍ୱ ପରିପ୍ରେକ୍ଷୀରେ କ'ଣ କେବଳ କ'ଣ ପୃଥିବୀ ରୂପୀ ଗ୍ରହର ପୃଷ୍ଠଦେଶରେ ଜୀବଜଗତ ତଥା ବିଶେଷ ଭାବରେ ମନୁଷ୍ୟ ରୂପୀ ବୁଦ୍ଧିମାନ ପ୍ରାଣୀର ସୃଷ୍ଟି ସମ୍ଭବ ହୋଇଛି। ଏଇଟା କ'ଣ, ଏଇଟା ହେଉଛି ତାଙ୍କର ପ୍ରବନ୍ଧ। କେତେ ନା ପଞ୍ଚମ ଅଧ୍ୟାୟ ହେଲା। ତ ସମଗ୍ର ବିଶ୍ୱ ପରିପ୍ରେକ୍ଷୀରେ ପୃଥିବୀର କେବଳ ଜୀବଜଗତ ସୃଷ୍ଟି ଓ ମନୁଷ୍ୟ ପରି ପ୍ରାଣୀର ଆବିର୍ଭାବ କେବଳ ସମ୍ଭବ ହୋଇଛି। ଏଥିପାଇଁ ଯେଉଁ କାରକ ବା କ'ଣ ଫ୍ୟାକ୍ଟର୍ସ ଦାୟୀ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା କରିଥାନ୍ତି। ଜୀବଜଗତ ସୃଷ୍ଟି ନିମନ୍ତେ ପ୍ରଥମତଃ ତୁମକୁ ଷଡ଼ ଋତୁର ପ୍ରଭାବ, ଦ୍ୱିତୀୟତଃ ସୂର୍ଯ୍ୟଲୋକ ବା ସୌରଶକ୍ତିର ପ୍ରଭାବ ଏବଂ ତୃତୀୟତଃ ସୂର୍ଯ୍ୟ ଚତୁର୍ଦ୍ଦିଗରେ ପୃଥିବୀର ପରିକ୍ରମା, ଚନ୍ଦ୍ରର ଗୁରୁତ୍ୱ, ସକ୍ରିୟ ବସ୍ତୁପିଣ୍ଡ ଗୁଡ଼ିକର ଭୂମିକା, ଜ୍ୱର, ପ୍ଲାବିତ ଏବଂ ସ୍ତରଭାଗ ଅଞ୍ଚଳ ହିଁ ମନୁଷ୍ୟ ଭଳି ବୁଦ୍ଧିମାନ ପ୍ରାଣୀ ସୃଷ୍ଟିର କାରଣ ସମ୍ପର୍କରେ ବୈଜ୍ଞାନ ଭିତ୍ତିକ ତଥ୍ୟ ଓ ତତ୍ତ୍ୱର ଅବତାରଣ ଏହି ଅଧ୍ୟାୟରେ କରାଯାଇଛି। ଏହି ସମସ୍ତ କାରଣ ହିଁ ଅନ୍ୟ ଶିଶୁ ତୁଳନାରେ ଆମେ ବସବାସ କରୁଥିବା ବିଶ୍ୱରେ ଜୀବଜଗତ ସୃଷ୍ଟି ପାଇଁ ଅନୁକୂଳ ହୋଇପାରିବା। ତା ସହିତ ମତାମତକୁ ଲେଖକ ଡକ୍ଟର ଦେବାକାନ୍ତ ମିଶ୍ର ସୂକ୍ଷ୍ମ ଭାବରେ ବିଶ୍ଳେଷଣ କରିଛନ୍ତି ଯେ ଏହି ପ୍ରବନ୍ଧ ପାଠ କରିବା ଦ୍ୱାରା ଜାଣିହେବ ଯେ ବିଶ୍ୱ ବକ୍ଷର ବହୁ ସଂଖ୍ୟକ ବସ୍ତୁପିଣ୍ଡଠାରେ ଅଣୁଜୀବମାନଙ୍କର ସର୍ଜନାର ସମ୍ଭାବନା ଯେତେ ଜଣାପଡ଼ୁଛି, ମନୁଷ୍ୟ ଭଳି କୌଣସି ବୁଦ୍ଧିମାନ ପ୍ରାଣୀ ସୃଷ୍ଟି ଥିବାର ସମ୍ଭାବନା ତଦନୁପାତରେ ବେଶ ଅଧିକ କ୍ଷୀଣବଦ୍ଧ ହୋଇଛି। ବିରଳ ପୃଥିବୀ ଉପକଳ୍ପ, ପୃଥିବୀ ଉପଯୋଗୀ ପାଇଁ ଆବଶ୍ୟକ ସତ୍ୟ, ପ୍ଲେଟ୍ ବିଚରଣ ଆଦିର ବର୍ଣ୍ଣନା ରହିଛି। ତାପରେ ଆସିଲା ଷଷ୍ଠ ଅଧ୍ୟାୟର ଶୀର୍ଷକ ହେଉଛି କ'ଣ, ପୃଥିବୀ ଭିନ୍ନ କୌଣସି ବାସଯୋଗୀ ବସ୍ତୁପିଣ୍ଡର ବୁଦ୍ଧି ପ୍ରାଣୀମାନଙ୍କର ସହିତ ଯୋଗାଯୋଗ ପ୍ରତିଷ୍ଠା। ପୃଥିବୀ ଭିନ୍ନ କୌଣସି ବସ୍ତୁପିଣ୍ଡରେ ମନୁଷ୍ୟ ପରି ବୁଦ୍ଧିମାନ ଜୀବ ବାସ କରୁଥିବା ସମ୍ପର୍କରେ ଗବେଷକମାନେ ଗବେଷଣା କରିଛନ୍ତି ହେଲା। ସେଥିପାଇଁ 2008 ମସିହା ଫେବୃଆରୀ ମାସରେ ଆରିଜୋନା ଷ୍ଟେଟ୍ ୟୁନିଭର୍ସିଟି ଠାରେ ସାଉଣ୍ଡ ଅଫ୍ ସାଇଲେନ୍ସ ଶୀର୍ଷକ ଆଲୋଚନା ହୋଇଥିଲା ଏବଂ ଏହା ଫଳରେ ନ ହେବା ପରେ ସେଠି SET ସେଟି ନାମକ ଗବେଷଣାତ୍ମକ ଅନୁଷ୍ଠାନରେ ବୈଜ୍ଞାନିକମାନେ କିପରି ଆଲୋଚନା ଚଳାଇଛନ୍ତି, ଉକ୍ତ ପ୍ରବନ୍ଧ ଲେଖକ କାହାରି ତାହାର ବିଶଦ ବର୍ଣ୍ଣନା ଦେଇଛନ୍ତି। ପୃଥିବୀ ଭିନ୍ନ କୌଣସି ବସ୍ତୁପିଣ୍ଡଠାରେ ବୁଦ୍ଧିମାନ ପ୍ରାଣୀର ଅନୁସନ୍ଧାନ ହୋଇଥିବା ପରିପ୍ରେକ୍ଷୀରେ ଏକ ସଂକ୍ଷିପ୍ତ ଇତିହାସର ସୂଚନା ଉକ୍ତ ପ୍ରବନ୍ଧରେ ପ୍ରଦତ୍ତ ହୋଇଛି। କେବଳ ସେତିକି ନୁହେଁ, ଆମ ଅଜ୍ଞାତ ପଡ଼ୋଶୀ ଆମ ସମ୍ପର୍କରେ ସଚେତନ ହେବାର ଆଶଙ୍କା ସମ୍ବନ୍ଧରେ ଆଲୋଚନା ଏଥିରେ ହୋଇଛି। ତାପରେ ହେଲା ସପ୍ତମ ଅଧ୍ୟାୟର ଶୀର୍ଷକ ହେଲା। ଦେଖନ୍ତୁ ସପ୍ତମ ଅଧ୍ୟାୟର ଶୀର୍ଷକ ହେଉଛି ବିଶ୍ୱର କ୍ରିୟାଶୀଳ ଏବଂ ରହସ୍ୟମୟ ଅନ୍ତିମ ତତ୍ତ୍ୱର ଅନୁସନ୍ଧାନ। ବ୍ରହ୍ମାଣ୍ଡ ବିଜ୍ଞାନ ଅନ୍ତର୍ଗତ ବିଶ୍ୱର କ୍ରିୟାଶୀଳତାର ରହସ୍ୟ ଉନ୍ମୋଚନରେ ଯେଉଁ ସବୁ ଶୃଙ୍ଖଳା ରହିଛି ତାହାର ଆଲୋଚନା ଏଥିରେ କରାଯାଇଛି। କ୍ୱାଣ୍ଟମ ମହାକର୍ଷଣ ବା କ୍ୱାଣ୍ଟମ ଗ୍ରାଭିଟି ଥିଓରି ଅଫ୍ ଏଭ୍ରିଥିଂ, ପ୍ରତ୍ୟେକ ବସ୍ତୁ ପାଇଁ ପ୍ରଯୁଜ୍ୟ ତତ୍ତ୍ୱ, ଫିତା ତତ୍ତ୍ୱ, ଘେର କ୍ୱାଣ୍ଟମ ମହାକର୍ଷଣ ଆଦି ତତ୍ତ୍ୱର ପ୍ରତିଷ୍ଠା ପରେ ଚତୁର୍ବିଧ ତତ୍ତ୍ୱର ପ୍ରକାଶ ମଧ୍ୟ ଲୋକପ୍ରିୟତା ହାସଲ କରିଛି। କାରଣ ବୋଧକ ଗତିଜ ତ୍ରିଭୁଜୀକରଣ CDT, କ୍ୱାଣ୍ଟମ ଆଇନଷ୍ଟାଇନ ମହାକର୍ଷଣ, କ୍ୱାଣ୍ଟମ ଗ୍ରାଫିତି ଏବଂ ଆପେକ୍ଷିକ ତତ୍ତ୍ୱ ଏହି ଚତୁର୍ବିଧ ତତ୍ତ୍ୱ ତଥା ଫିତା ତତ୍ତ୍ୱ ଓ ଘର କ୍ୱାଣ୍ଟମ ମହାକର୍ଷଣ ତତ୍ତ୍ୱ କିପରି ପରସ୍ପରଠାରୁ ପୃଥକ ଓ ପ୍ରତ୍ୟେକର ମୁହୂର୍ତ୍ତ ସମ୍ପର୍କରେ ଲେଖକ ତାଲିକା ପ୍ରଦାନ କରିଛନ୍ତି। ତାପରେ ଅଷ୍ଟମ ଅଧ୍ୟାୟର ଶୀର୍ଷକ ଫିତା କ୍ଷେତ୍ରତତ୍ତ୍ୱଜ୍ଞ ମିଚି ଓ କାକୁର୍ଥ ମୋହନୀୟ ଉପଲବ୍ଧି। ପ୍ରାବନ୍ଧିକ ଏହି ପ୍ରବନ୍ଧରେ ମିଚି ଓ କାକୁଙ୍କର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଛନ୍ତି। ସେ ରଚନା କରିଥିବା ବିଭିନ୍ନ ପୁସ୍ତକ ସମ୍ପର୍କରେ ମଧ୍ୟ ଧାରଣା ପ୍ରଦାନ କରିଛନ୍ତି। ଭାରତ ପରିଦର୍ଶନ କରିବା ପରିପ୍ରେକ୍ଷୀରେ ଟାଇମ୍ସ ଇଣ୍ଡିଆର ପ୍ରତିନିଧିଙ୍କର ଏକ ସାକ୍ଷାତକାରରେ ସେ ଦେଇଥିବା କେତେକ ପ୍ରଶ୍ନର ଉତ୍ତର ଏହି ଅଧ୍ୟାୟରେ ରହିଛି। ତ ପିଲାମାନେ ଆଜିର ଭିଡ଼ିଓ ଏଇଠି ରଖୁଛି, ଅଧିକ ବଡ଼ କରିବାନି। ତ ଯେଉଁ ପିଲାମାନେ ନୋଟ୍ ଲେଖିନାହାନ୍ତି ତ ଲେଖିଦିଅନ୍ତୁ, ଆମେ ଆଲୋଚନା କରିବା ଭଲ ଭାବରେ ବୁଝିବା ହେଲା। ଯେଉଁ କିଛି ନୋଟ୍ ଗୁଡ଼ିକ ସଂଗ୍ରହ କରିସାରେ ତ ଚାଲନ୍ତୁ ଏଇଠି ରଖୁଛି। ଜୟ ଜଗନ୍ନାଥ।